କାନ୍ଦୁଛ କେମିତି? କ'ଣ ପାଇଁ କାନ୍ଦୁଛ? ମେଡିକାଲରେ ସୁବିଧା ମିଳୁନି, କାନ୍ଦୁଛ କେମିତି? କାନ୍ଦୁଛ କ'ଣ ପାଇଁ? କହୁନ କାନ୍ଦୁଛ କ'ଣ ପାଇଁ? ପରୀକ୍ଷା କରିବା ପାଇଁ ଦି ଦିନ 3 ଦିନ କାନ୍ଦୁଛ କେମିତି? ଏବେ 15 ଦିନ ହେଲା ସାର୍ ପଇଲି ଭଲ ହଉନି। ଆସିଥିଲୁ ଆଜ୍ଞା 5 ଦିନ ରହିକି ମେଡିକାଲରେ ପୁଣି ଆଉ ଥରେ 3 ଦିନ ହେଲା ଆସିକି ଏଠି ପଡ଼ିଲୁ। ଖାଲି ଇଞ୍ଜେକ୍ସନ କାନ୍ଦୁଛ କ'ଣ ପାଇଁ? ମେଡିକାଲ ଆସ ଭଲ ସୁବିଧା ମିଳୁନି ନା କ'ଣ? ସେମାନେ ଅସୁବିଧା ହେଉଛି ହଇରାଣ କରୁଛନ୍ତି। ହଇରାଣ କିଛି ନାହିଁ ଯେ ଆମେ ତ ଗରିବ ଲୋକ, ଏତେ ଦିନ ପଡ଼ିକି ରହିବୁ, ଏତେ ପଇସା କୋଉଠୁ ଖର୍ଚ୍ଚ କରିବୁ? କେତେ ଦିନ ହେଲା ହେଲାଣି? 5 ଦିନ ଥରେ ରହିକି ଗଲି, ତାପରେ 2 ଦିନ ଥରେ ରହିକି ଗଲି, ତାପରେ ଏବେ 2 ଦିନ ହେଲା ଆସିଲି। ସରକାର ତ ସବୁ ମାଗଣା କହୁଛନ୍ତି, ପଇସା କାହିଁ ଖର୍ଚ୍ଚ କରୁଛ? କ'ଣ ପଇସା ଖର୍ଚ୍ଚ କରୁଛ? ଟେଷ୍ଟ କରିବା ପାଇଁ ଆଜ୍ଞା ଆମର ସେଟା ପଇସା ସବୁ ଟେଷ୍ଟ ପାଇଁ ପଇସା, ମାନେ ଅଲ୍ଟ୍ରାସାଉଣ୍ଡ କରିବା ପାଇଁ। ରୁହ ଟିକେ। କ'ଣ କହିଲେ? ପେଟ ଅଲ୍ଟ୍ରାସାଉଣ୍ଡ କରିବା ପାଇଁ ପଇସା, ଯୋଉଟା ଯାହା ଖାଲି ବ୍ଲଡ ପରୀକ୍ଷାଟା ଏ ଭିତରେ କରୁଛନ୍ତି, ଆଉ ସବୁ ଟେଷ୍ଟ ବାହାରେ ହଉଛି, ପଇସା ଦରକାର ହଉଛି। ଏଠି ମେଡିକାଲରେ ଆସି ସୁବିଧା ନା ହଇରାଣ ହେଉଛି ଆସି ନା ଦୁଃଖ ହେଉଛି? ହଇରାଣ ବୋଲେ ଖାଲି କ'ଣ ଏଇ ଇଞ୍ଜେକ୍ସନ ଔଷଧ ଯାହା ଦଉଛନ୍ତି, ଆଉ ପରୀକ୍ଷା ସବୁ ବାହାରେ ହଉଛି। ତ ଏମିତି ପରିଷ୍କାର ନା ସବୁଦିନ ପରିଷ୍କାର ହେଉଛି? ଆଜି ଯେଉଁ ଆଜି ମେଡ଼ିସିନ ନୂଆ ଦେଇଛନ୍ତି, ଆଉ ସବୁଦିନ ପୁରୁଣା ଦିଅନ୍ତି। କ'ଣ ପାଇଁ ଆଜି ଦେଲେ? ମନ୍ତ୍ରୀ ଆସିଥିଲେ? ଆଜି ମନ୍ତ୍ରୀ ଆସିଛନ୍ତି ବୋଲି ଆଉ ତଳ 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 2 ଟାଇମ୍ ସଫା କରୁଛନ୍ତି। କାକଲମା ନାଁଟା? କାକଲମା ନାଁଟା ତମ ନାଁଟା? ପ୍ରଭାତୀ ପରିଡ଼ା।